ଲଗାଣ ବର୍ଷାରେ କର୍ତ୍ତନପାଲି ପଞ୍ଚାୟତର 8 ଗାଁ ବିଚ୍ଛିନ୍ନ। ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ଧରି ଲଗାଣ ବର୍ଷା ହେବାରୁ ସମଗ୍ର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି କର୍ତ୍ତନପାଲି ପଞ୍ଚାୟତରେ ପିଡିଏସ୍ ଚାଉଳ ବଣ୍ଟନ କାର୍ଯ୍ୟ ଚାଲିଥିଲା। ପଞ୍ଚାୟତର ଲୁଲେର, କଟୁଆପତର, ସିଙ୍ଗିକୁଡ଼ା, ଦୁରଗୁଡ଼ା, ପଲକା ଓ ସର୍ଗିକୁଡ଼ା, ଗୁଗାପତର, ଦଲଦଲି ଓ ମାଟିଗୁଡ଼ାର ଅନେକ ଲୋକ ପିଡିଏସ୍ ଚାଉଳ ନେବା ପାଇଁ ପଞ୍ଚାୟତ ଆସିଥିଲେ। କିନ୍ତୁ ଅଚାନକ ବର୍ଷା ସହିତ ଡାରଲି ନଦୀରେ ପାହାଡ଼ିଆ ପାଣି ଆସିବାରୁ ସାନଗୁମା ଲୁଲେର ରାସ୍ତାରେ ଥିବା ବ୍ରିଜ ଉପରେ 5 ଫୁଟ ଉଚ୍ଚରେ ପାଣି ବୋହିଲା। ତେଣୁ 8ଟି ଗାଁ ସମ୍ପୂର୍ଣ୍ଣ ଭାବରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ପଞ୍ଚାୟତ ଆସିଥିବା ଲୋକମାନେ ନିଜ ଗାଁକୁ ଫେରିପାରିଲେ ନାହିଁ ଆଉ ସମସ୍ତେ ଭୋକରେ ଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ପାଣି କମିଲା ପରେ ସେମାନେ ଘରକୁ ଫେରିଥିଲେ। ଗ୍ରାମବାସୀମାନେ କହିଛନ୍ତି ଯେ ପ୍ରତିବର୍ଷ ବର୍ଷା ଦିନରେ ଏଭଳି ପାହାଡ଼ିଆ ପାଣି ଆସିଲେ ବ୍ରିଜ ଉପରେ ପାଣି ଚାଲିଯାଇ 8ଟି ଗାଁ ବିଚ୍ଛିନ୍ନ ହୋଇଯାଏ। ସେମାନେ ବିଧାୟକ, ସାଂସଦ ଓ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ, କିନ୍ତୁ କେହି କାର୍ଯ୍ୟ କରିଥିବା କହିଛନ୍ତି। ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନକୁ ଏହି ବ୍ରିଜର ଉଚ୍ଚତା ବଢ଼ାଇବା ପାଇଁ ଗୁରୁତ୍ୱ ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ମାଥିରିରୁ ଶିବପ୍ରସାଦ ପରିଛାଙ୍କ ରିପୋର୍ଟ, ଆଦର୍ଶ ନ୍ୟୁଜ୍।